ଭଲ ଅରୁଆ ପସନ୍ଦ। ବାଡୁଆ ପାଣି ପଡିଲେ ପୁରା ତାର ଚାନ୍ସ ଅଲଗା ଆସିବ। ଜାଣି ହବନି ନା ଜାଣି ହବ। ଜୟ ଜଗନ୍ନାଥ ଦର୍ଶକ ବନ୍ଧୁ, ମୁଁ ଆପଣଙ୍କ ଦିନ ବନ୍ଧୁ ପୁଣି ଚୁଇଁ ଭାଇ ପାନ ଦୋକାନ ପାଖରେ ଆମେ ପହଞ୍ଚି ଗଲୁ। ତୁ ଭାଇ କୋଶ୍ଚିନ୍ ଟା ହଉଛି ଝିଅଟେ ବାହା ହେଇକି ବୋହୁ ହେଲା ତା ଶଙ୍ଖା ସିନ୍ଦୁର ଆମେ ଜାଣିବା ଯେ ସେ ବାହା ହେଇଛି, ଗୋଟେ ପୁଅଟେ ବାହା ହେଇଛି ବୋଲି କେମିତି ଜାଣିବା? ଭଲ ଅରୁଆ ପସନ୍ଦ। ତୁ ଭାଇ କହିପାରିବେ? ନାଇଁ ପ୍ରଶ୍ନ ଉତ୍ତର ଦେଇପାରିବି। ଆଚ୍ଛା ହଉ, ଏଠି ଆମ ଭାଇ ମାନେ ଅଛନ୍ତି, ଏଇଠୁ ଆରମ୍ଭ କରିବା। ଭାଇ ସିଏ କେମିତି ଜାଣିବା ଗୋଟେ ଝିଅ ଗୋଟେ ପୁଅଟେ ବାହା ହେଇଛି ବୋଲି କେମିତି ଜାଣିବା? କହି ହବନି। ଆଉ ସେ ଯଦି ବାହା ଯୋଉ ନୂଆ ବାହା ହେଇଥିବ ଗୋଟେ ତମେ ନଗେଇ ଥୋଇ ଦିଅ ବାହା ହେଇ ଜାଣିବ। ମୁଁ ବାହା ହେଇଛି ନାଇଁ ଆପଣ କେମିତି ଜାଣିବେ? ସେମିତି କଣ ଜାଣି ହବ? ଭାଇ ଆପଣ ନୂଆ ବାହା ହେଇଥିଲେ ଜଣା ପଡିବ। ହଁ ବର୍ଷ 2 ବର୍ଷ କି 6 ମାସ ପରେ ଆମେ ଜାଣିବା। ଆଚ୍ଛା ହଉ, ଗୋଟେ ମାନେ ଝିଅଟେ ବାହା ହେଇଛି ବୋଲି ସେ ବୋହୁ ଶାଢୀ ଫାଡି ବି ଜାଣିବେ ଜଣା ପଡିବ ଯେ ନୂଆ ବାହା ହେଇଛି। ମାସେ 2 ମାସ ଭିତରେ କେମିତି ଜାଣିବେ? ସେମିତି ଜଣା ପଡିବ। କେମିତି କଣ? ତାପରେ କେମିତି ଜାଣିବା ତଥାପି ଗୋଟେ ପୁଅଟେ ବାହା ହେଇଛି କେମିତି? ବାଡୁଆ ପାଣି ପଡିଲେ ପୁରା ତାର ଚାନ୍ସ ଅଲଗା ଆସିବ। ପୁଅ ହଉ କି ଝିଅ ହଉ, ବାଡୁଆ ପାଣି ପଡିଗଲା ପରେ ତାର ଚାନ୍ସ ଅଲଗା ଆସିବ। ସେଇଥିରୁ ଜାଣିବ। ହଁ, ସେଇଥିରୁ ଜାଣିପାରିବ ଯେ ଇୟା ବାହା ହେଇଛି ବୋଲି। ଅଳତା ନାଇଁ ତ ଅଳତା ସେ ତ ନୂଆ ଧର ମୁଁ ବାହା ହେଇଛି ବୋଲି କେମିତି ଜାଣିବି? ଏଗୁଡା କଣ ତମେ ଆଉ କଣ କହିବ କି? ତାହେଲେ ଜାଣି ହବ ନାଇଁ। ଆଚ୍ଛା ହଉ, ସଠିକ ଆନ୍ସର ନ ମିଳିଲା ତାହେଲେ ଆମେ ଆଉ ଗୋଟେ ଭିଡିଓ କରିବୁ, ଭାଇଙ୍କୁ ପୁଣି ଭେଟ କରିବୁ।